କାର୍ଯ୍ୟରେ ଯୋଗଦେଲେ ଓଏସ୍ ଅଧିକାରୀ। ସ୍ୱାଭାବିକ ହେଲା ବ୍ଲକ ଓ ତହସିଲ କାର୍ଯ୍ୟାଳୟ। ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଜି ଶୁକ୍ରବାର ଦିନ 10ଟା ସମୟରୁ ସ୍ୱାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି କ୍ରମରେ ପଦ୍ମପୁର ବିଡ଼ିଓ ଆଜି ଦିନ 10ଟା ସମୟରେ ନିଜ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ଏବଂ 3 ଦିନର ରହିଥିବା ସମସ୍ତ କାମଗୁଡ଼ିକ ଫାଇଲଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ସେ କହିଥିଲେ ଏବଂ ନିଜର କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଲୋକମାନଙ୍କ ସହିତ ଅଧିକ ଆଲୋଚନା ମଧ୍ୟ କରିଛନ୍ତି। ନିଜର ଅତି ଶୀଘ୍ର ଯେଉଁ କାମଗୁଡ଼ିକ ଅଟକି ଥିବା କାମଗୁଡ଼ିକ ଅତି ଶୀଘ୍ର କରାଯିବ ବୋଲି ମଧ୍ୟ ଲୋକମାନଙ୍କୁ କହିଥିଲେ। ତେବେ ଦୀର୍ଘ 3 ଦିନ ହେଲା ବିଏମ୍ସି କମିଶନରଙ୍କୁ ମାଡ଼ ଘଟଣାରେ ରାଜ୍ୟ ଓଏସ୍ ସଂଘର ଡକରା କ୍ରମେ ରାୟଗଡ଼ା ଜିଲ୍ଲାର ସମସ୍ତ ଅଧିକାରୀମାନେ ଛୁଟିରେ ରହିଥିଲେ। ଆନ୍ଦୋଳନ ପ୍ରତ୍ୟାହୃତ ହେଲା ପରେ ବର୍ତ୍ତମାନ ନିଜ ନିଜ କାର୍ଯ୍ୟରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ଓଏସ୍ ସମସ୍ତ ଅଧିକାରୀମାନେ ଆଜି ଯୋଗଦାନ କରିଛନ୍ତି ଏବଂ ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି।